ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ସେ ହେଉଛନ୍ତି ଜୀବଜଗତର ପାଳନକର୍ତ୍ତା। ସମସ୍ତ ଜୀବଜନ୍ତୁ ଅପେକ୍ଷା କରିଥାନ୍ତି ସୂର୍ଯ୍ୟୋଦୟର ସ୍ପର୍ଶ ପାଇବା ପାଇଁ। ତାଙ୍କ ବିନା ଜୀବଜଗତର ଅସ୍ତିତ୍ୱ ନାହିଁ। ସେହି ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟ ରାଶି ଗମନକୁ ସଂକ୍ରାନ୍ତି କହନ୍ତି। ଆମେ ଅମାବାସ୍ୟା ଓ ପୂର୍ଣ୍ଣିମାର ଚନ୍ଦ୍ର ଦର୍ଶନ କରି ତାକୁ ପ୍ରତ୍ୟକ୍ଷରେ ଉପଲବ୍ଧି କରିଥାଉ। କିନ୍ତୁ ସୂର୍ଯ୍ୟଙ୍କର ଗତି ଯୋଗୁଁ ଦିନ ରାତି ଏବଂ ଋତୁମାନଙ୍କର ପରିବର୍ତ୍ତନ ହୁଏ। ପ୍ରତି ଇଂରାଜୀ ମାସର 13 ତାରିଖ ଠାରୁ 15 ତାରିଖ ମଧ୍ୟରେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଗମନ କରିବା ଯୋଗୁଁ ସୂର୍ଯ୍ୟଙ୍କର ସଂକ୍ରମଣ କ୍ରିୟା ବା ସଂକ୍ରାନ୍ତି ହୁଏ। ଓଡ଼ିଆ ପାଞ୍ଜିକା ଅନୁଯାୟୀ ସୂର୍ଯ୍ୟଙ୍କର ରାଶିଚକ୍ର ନାମ ଅନୁସାରେ ସଂକ୍ରାନ୍ତି ଗୁଡ଼ିକ ପ୍ରଥମେ ବୈଶାଖ ଅର୍ଥାତ୍ ମେଷ ସଂକ୍ରାନ୍ତିର ଆରମ୍ଭ ହୋଇ ଯଥାକ୍ରମେ ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ ଏହିପରି ବର୍ଷରେ 12ଟି ସଂକ୍ରାନ୍ତି ପଡ଼ିଥାଏ। ନମସ୍କାର ଶ୍ରୋତା ବନ୍ଧୁଗଣ, ମୁଁ ତୁଳିକା। ଆଜି ଆସନ୍ତୁ ସେହି ମେଷ ସଂକ୍ରାନ୍ତି ଉପରେ କିଛି ଜାଣିବା। ଆଜି ଏପ୍ରିଲ 14 ତାରିଖ। ଆଜି ସୂର୍ଯ୍ୟ ଗତି କରନ୍ତି ମୀନ ରାଶିରୁ ମେଷ ରାଶିକୁ ଏବଂ ସୂର୍ଯ୍ୟ ମଧ୍ୟ ବିଷୁବ ରେଖାରେ ଅବସ୍ଥିତ ହୋଇଥାନ୍ତି। ତେଣୁ ଆଜି ଦିନଟିକୁ ମହାବିଷୁବ ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ବୋଲି କହିଥାନ୍ତି। ଏହି ଦିନଟିରେ ସୂର୍ଯ୍ୟଙ୍କର ଉଷ୍ମତା ସର୍ବାଧିକ। ଏହି ଉଷ୍ମତାରୁ ଶରୀରକୁ ଶୀତଳ କରିବା ପାଇଁ ଲୋକମାନେ ପଣା ସେବନ କରିଥାନ୍ତି। ଏହି ପଣା ଏକ ପାନୀୟ ଯାହାକି ଶରୀରକୁ ଗ୍ରୀଷ୍ମ ତାପରୁ ରକ୍ଷା କରେ। ତେଣୁ ଏହି ଦିନଟି ମଧ୍ୟ ପଣା ସଂକ୍ରାନ୍ତି ନାମରେ ନାମିତ। ଏହି ପଣା ସଂକ୍ରାନ୍ତି ତିଥିଟି ଭାରତର ଅନ୍ୟାନ୍ୟ ରାଜ୍ୟରେ ବିଭିନ୍ନ ନାମରେ ପାଳିତ ହୋଇଥାଏ। ଯଥା କେରଳ ରାଜ୍ୟରେ ବିଶୁ, ଆସାମରେ ବୋହାଗ ବିହୁ, ପଞ୍ଜାବରେ ବୈଶାଖୀ, ଉତ୍ତରାଖଣ୍ଡରେ ବିକୋଟି ଏବଂ ପଶ୍ଚିମ ବଙ୍ଗାଲରେ ପୋଇଲା ବୈଶାଖ। ନାଁ ଅଲଗା ହେଲେ ମଧ୍ୟ ଏହି ଉତ୍ସବ ବା ପର୍ବକୁ ସମସ୍ତେ ବର୍ଷର ନୂତନ ଦିବସ ଆଗମନରେ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ପାଳନ କରିଥାନ୍ତି। ଏହି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡ଼ିଶାରେ ଓଡ଼ିଆ ନୂଆବର୍ଷ ଭାବରେ ପାଳନ କରାଯାଏ। ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମ ଋତୁର ଆରମ୍ଭ ହୋଇଥାଏ। ଆମ ରାଜ୍ୟ ଓଡ଼ିଶାରେ ଏହି ପଣା ସଂକ୍ରାନ୍ତିରେ ବେଲ ପଣା ତିଆରି ହୁଏ। ଏଥିରେ ପାଚିଲା ବେଲର ରସ, ଛତୁଆ, ନଡ଼ିଆ କୋରା, ଛେନା, ଗୁଡ଼ ବା ଚିନି ଏବଂ ଗୁଜୁରାତି ଗୁଣ୍ଡ ପକାଇ ତିଆରି ହୋଇଥାଏ, ଯେଉଁଟାକି ଶରୀର ପକ୍ଷରେ ବହୁତ ଉପକାରୀ। ଛତୁଆ, ଦହି, ଗୁଡ଼ ଓ ନଡ଼ିଆ ମିଶାଇ ତୁଳସୀ ଚଉରା ପାଖରେ ଭୋଗ କରାଯାଏ। ଏହି ପଣାକୁ ଏକ ଛୋଟ ମାଟି ଠେକି ବା କଳସରେ ରଖି ଏକ ଛୋଟ କଣା କରି ତୁଳସୀ ଗଛ ମୂଳରେ ଏକ ଛାମୁଣ୍ଡିଆ ସାହାଯ୍ୟରେ ଟାଙ୍ଗି ଦିଆଯାଏ। ମାଠିଆରେ ଥିବା ଛୋଟ କଣାରୁ ଧୀରେ ଧୀରେ ପଣା ତୁଳସୀ ଗଛ ମୂଳରେ ପଡ଼ି ବୃକ୍ଷକୁ ଶୀତଳତା ପ୍ରଦାନ କରିବା ସହ ସୁପୁଷ୍ଟ କରିବାରେ ସହାୟକ ହୋଇଥାଏ। ଏହି ଠେକିକୁ ବସୁନ୍ଧରା ଠେକି ବୋଲି କୁହାଯାଏ। ଏହା ପ୍ରକୃତି ପୂଜନର ଅନନ୍ୟ ଉଦାହରଣ। ଏହି ଦିନ ବିଭିନ୍ନ ପ୍ରକାରର ପଣା ଯଥା ଛେନାପଣା, ବେଲପଣା, ଦହିପଣା ଆଦି ପ୍ରସ୍ତୁତ ହୋଇଥାଏ, ଯାହାକି ବହୁତ ସ୍ୱାଦିଷ୍ଟ ହୋଇଥାଏ। ସାରଳା, ବିରଜା ଓ ଚଣ୍ଡୀ ଆଦି ଠାକୁରାଣୀ ମନ୍ଦିର ମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ। ଘଣ୍ଟ ପଟୁଆମାନେ ଘଣ୍ଟ ମୁଣ୍ଡେଇ କାଠଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି। ଦକ୍ଷିଣ ଓଡ଼ିଶାରେ ମାସାଧିକ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ। ଲୋକେ ବେଲପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି। ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କ ପର୍ବ ନାମରେ ପାଳନ କରାଯାଏ।
ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ। ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କ ଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। ଏହି ଦିନରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟ, ଛତୁ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ କରିବା ଆୟୋଜନ ହୋଇଥାଏ। ଦେହର ଅତ୍ୟଧିକ ତାପଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣା ପାନ କରାଯାଇଥାଏ। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି। ଏହି ଦିନ ସାଇ ପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ। ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ର ତାପରୁ ମୁକ୍ତି ପାଇବା ନିମିତ୍ତ ରାସ୍ତା କଡ଼ ଓ ବିଭିନ୍ନ ଦେବାଳୟରେ ଜନସାଧାରଣଙ୍କୁ ପଣା ଦିଆଯାଇଥାଏ। ପଣା ସଂକ୍ରାନ୍ତି ଠାରୁ ରାସ୍ତା କଡ଼ରେ ପଥିକମାନଙ୍କ ତୃଷା ନିବାରଣ ନିମିତ୍ତ ଜଳଛତ୍ରମାନ ଖୋଲାଯାଏ। ତା ସାଙ୍ଗକୁ ବୃକ୍ଷ ଜଗତ ଏବଂ ଜୀବଜଗତଙ୍କୁ ଜଳ ପ୍ରଦାନ କରାଯାଇଥାଏ। ତେଣୁ ଏହାର ଅନ୍ୟ ନାମ ଜଳ ସଂକ୍ରାନ୍ତି ଅଟେ। ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ। ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ସମୟରେ ଓଡ଼ିଶାରେ ହନୁମାନ ଜୟନ୍ତୀ ପାଳନ କରାଯାଏ। ବେଲପଣା ଓ ଦହିପଣା ଛଡ଼ା ଏହି ଦିନଟିରେ ସକାଳୁ 2 ଚାମଚ ନିମ ମସୁର ଖାଇବାର ବିଧି ଅଛି। ସମାନ ମାତ୍ରାରେ ଭିଜା ମସୁର ଡାଲି ଓ ତାଜା କଅଁଳିଆ ନିମପତ୍ରକୁ ବାଟି ଏକ ମିଶ୍ରଣ ପ୍ରସ୍ତୁତ କରାଯାଏ। ବିଶ୍ୱାସ କରାଯାଏ ଯେ 2 ଚାମଚ ଏହି ମିଶ୍ରଣ ସକାଳୁ ସେବନ କଲେ ଶରୀରର ଶକ୍ତି ବଢ଼ିଥାଏ ଏବଂ ଏହା ରୋଗ ପ୍ରତିରୋଧକ ଭାବେ କାର୍ଯ୍ୟ କରିଥାଏ। ଏହିପରି ଭାବେ ଅନେକ ଉତ୍ସବର ସମାରୋହ ହେଉଛି ମହାବିଷୁବ ସଂକ୍ରାନ୍ତି। ସ୍ନେହ, ପ୍ରେମ ଓ ଭ୍ରାତୃତ୍ୱର ଏହି ପର୍ବ ସମସ୍ତଙ୍କ ମନରେ ଅପାର ଆନନ୍ଦ ଓ ଉଲ୍ଲାସ ଭରିଦିଏ। ପଣା ସଂକ୍ରାନ୍ତି ଆଜିର ଯୁବପିଢ଼ିଙ୍କୁ ଅବସର ଦେଉଛି ଆମ ସମାଜର ସଂସ୍କୃତିକୁ ଜାଣିବା ପାଇଁ। ଭାରତବର୍ଷ ହେଉଛି ପର୍ବପର୍ବାଣୀ, ଯାନିଯାତ୍ରା ଓ ଆନନ୍ଦ ଉତ୍ସବର ଦେଶ। ଏହି ପଣା ସଂକ୍ରାନ୍ତିର ସୁଅବସରରେ ମୋର ସମସ୍ତ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ରହୁଛି।